ଏଗୁରା ଆମ ପଢି ପାରିକି ଖଣ୍ଡିଆ ଦାଣ୍ଡିଆ ହବ କଣ ଆମକୁ କିଏ ଭଲ କରିବ? ଆମକୁ ଭଲ ଲାଗୁନି। ଏ ପଇସା ଖାଇଥିବେ, ପଇସା ଖାଇନାହାନ୍ତି ତ କାମ ଏମିତି କାହିଁ ହେଲା? ଖାଲି ବାଲି ପକେଇ ଦେଇଛନ୍ତି ତାପରେ ଇଟା ଚଢେଇଦେଲେ ହେଇଗଲା। कटक जिला चौदार पौरपालिका अंतर्गत 16 नंबर वार्ड गोड़ीपाटना ठारे थिबा फेबर रास्ता को नहीं देखा जनअसंतोष। सूचना मुताबक गत 2024 मसीह दौलताबाद पंप हाउस ठारू चित्रेश्वर मार्केट पर्यंत होइतिबा 14 लाख व्यय अटकल ट्रेन स्लैब और फेभर रास्ता निर्माण करा मात्र एक वर्ष न पूर्णु ଏହି ରାସ୍ତାଟି ଦବିଯିବା ସହିତ ରାସ୍ତାରେ ବଡ଼ ବଡ଼ ଗାଡ଼ ହେବା ସହିତ ଜଣେ ବ୍ୟକ୍ତିର ଗୋଡ଼ ଭାଙ୍ଗି ଯାଇଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ରାସ୍ତା କାର୍ଯ୍ୟର ଫଳକ ଏକ ଗୃହର ପଛପଟ କାନ୍ଥରେ ଲିଖିତ ହେବା ଘଟଣା ସ୍ଥାନୀୟ ପରିଷଦ ଅଜୟ ବେହେରା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀମତୀ ବର୍ଷାରାଣୀ ପଲେଇଙ୍କ ସମେତ ଗ୍ରାମବାସୀମାନେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଡ୍ରେନ ଭିତରେ ଆମର କହୁଛନ୍ତି ପାଇପ ଯାଇଛି ବୋଲିକା କହୁଛନ୍ତି କଣ ପାଣି ଦୂଷିତ ହେଇଯାଉଛି। ଆମର ତ କିଛି ଦୂଷିତ ହଉନି ପାଣି। ଏପଟେ ଯୋଉ କରେ ଏପଟ ସାଇଡରେ ସବୁ ଖୋଳିକି ନେଇଛନ୍ତି, କହୁଛନ୍ତି ସେ ପାଣି ଭଲ ଆସିବ। ସେ ପାଣି କଣ ଭଲ ଆସିବ? ପାଣି ତ ଯେମିତି ଅଛି ସେମିତି ଅଛି। ଆକୁ ଭଲରେ ରଖିଲେ ଆମେ ତ ଭଲରେ ଚଳିବୁ। ଆଉ ଏମିତି ତ ପଡୁଛି ରାତିରେ ଯୋଉ କୋଉ ବାଟେ ଯିବାକୁ ଚେଷ୍ଟା କରୁଛୁ ନଉଠି ଲାଉଠି ପଡୁଛି, ଚାଲି ଚାଲିକି ଯିବାକୁ ପଡୁଛି। 10-15 ଦିନ ହେଲେ ଏଗୁରା ପଇଲାଣି ସବୁ। ମୁଁ ଭାବୁଛି କାଉନ୍ସିଲର କିଏ ଥିବେ, ଆମେ ତ ଭଲସେ ଜାଣିପାରୁନୁ। ଆଉ କାଉନ୍ସିଲର ହିଁ ମତେ ଲାଗୁଛି ସେ ତ କାମ କରୁଥିଲେ ନା। ଆଉ ଏ ଯୋଉ ପଡୁଛି ସବୁ ସ୍ଲାବ, ଏ ସ୍ଲାବ ଉପରେ ଗାଡି ଯେବେ ଗୋଟେ ଯାଉଛି ଭାଙ୍ଗି ଯାଉଛି। ଆଉ ସେପଟରେ ଆମର ସେମିତି ବାଟ ଦିହରେ ଯିବା ଆସିବା କଲା ବେଳକୁ ଭୁଷୁଡିଲା ତଳକୁ। କାହାକୁ କହିବୁ ଆମେ? ଏବେ ଆପଣ କଣ ଚାହୁଁଛନ୍ତି? ଆମେ ଚାହୁଁଛୁ ଯେ ଆମ ଗାଁରେ ସୁତୁରା ସଫାସୁତୁରା ସବୁ ରହୁ, ଭଲ ରହିବା ଦରକାର। ଅନ୍ୟପକ୍ଷରେ ସଦାସର୍ବଦା ଦୁର୍ନୀତିରେ ଚର୍ଚ୍ଚାରେ ରହି ଆସୁଥିବା ଚୌଦାର ପୌରପାଳିକା ପୁଣି ସ୍ଥାନୀୟ ପରିଷଦ ଓ ଠିକାଦାର ମଧୁଚନ୍ଦ୍ରିକା ଘଟଣାକୁ ବରିଷ୍ଠ ସମାଜସେବୀ ଓ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି। ଏଥିସହିତ ଯେଉଁ ରାସ୍ତା କାର୍ଯ୍ୟ ହୋଇଛି ତାହା ସମ୍ପୂର୍ଣ୍ଣ 14 ଲକ୍ଷ ଟଙ୍କାର କାମ ନୁହେଁ, ବରଂ ତାହା 5 ଲକ୍ଷ ଟଙ୍କା ଭିତରେ କାମ କରାଯାଇ ଅବଶିଷ୍ଟ ବଳକା ଅର୍ଥକୁ ପାରିଷଦ ଓ ଠିକାଦାର ଚଳୁ କରିଦେଇଛନ୍ତି ଏବଂ ବାରମ୍ବାର ରାସ୍ତାକୁ ଖୋଲିକି ପୁନଃ କାର୍ଯ୍ୟ କରାଯାଉଛି ବୋଲି ସ୍ଥାନୀୟ ଜନତା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯଥାଶୀଘ୍ର ରାସ୍ତା କାର୍ଯ୍ୟ ନ ସରେ ତେବେ ଆଗାମୀ ଦିନରେ ପୌରପାଳିକା ସମ୍ପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ମତ ପ୍ରକାଶ କରିଛନ୍ତି। ବର୍ଷାରାଣୀ ପଲେଇ 16 ନମ୍ବର ୱାର୍ଡର ବାସିନ୍ଦା। କଣ ହେଇଛି ଆପଣଙ୍କର ସମସ୍ୟା? ସମସ୍ୟା ଆମ ୱାର୍ଡରେ ତ କହିଲେ ନ ସରେ, ବହୁତ ଗୁଡିଏ ସମସ୍ୟା ଅଛି। ପାଣିଠୁ ନେଇକି ରାସ୍ତାଠୁ ନେଇକି ବହୁତ ଗୁଡିଏ ସମସ୍ୟା ଅଛି। ଏ ଯୋଉ କାର୍ଯ୍ୟ ଯୋଉ ହେଇଥିଲା ଆମର ଚିତ୍ରେଶ୍ୱର ଯୋଉ ଅଛି ଆମର ପମ୍ପ ହାଉସ୍ ଅଛି, ସେଠୁ ଆରମ୍ଭ କରିକି ଯୋଉ ଆପଣ ଯୋଉ ମାର୍କେଟ ପର୍ଯ୍ୟନ୍ତ ଯୋଉ ରାସ୍ତା ପେଭର ରାସ୍ତା ନିର୍ମାଣ କରାଯାଇଛି, ଆଉ ଯୋଉ କଣ୍ଟ୍ରାକ୍ଟର ଯିଏ ଅଛନ୍ତି କାମ କରୁଛନ୍ତି, ସେଠି ଆପଣଙ୍କ ଯାତାୟାତକୁ ଅସୁବିଧା ହେଉଛି, ଏହାପରେ କଣ କହିବେ? ଯାତାୟାତ ଏଇ ଯୋଉ ରାସ୍ତା କାମ ହେଇଛି ସେ ରାସ୍ତା କାମ ସମ୍ପୂର୍ଣ୍ଣ କରାଯାଇନି। ସମ୍ପୂର୍ଣ୍ଣ ନ କରାଯାଇକି ବି ବିଲ୍ ପାସ୍ କରାଯାଇଛି। ଆଉ ଯୋଉ ଭଳିଆ ରାସ୍ତା ହେଇଛି, ଗୋଟେ 14,60,000 ଟଙ୍କାର କାମ ଆସିଛି। 14,60,000 ଟଙ୍କାର କାମଟା କାମ ଭଳିଆ ହବା ଦରକାର। ଯୋଉ ରାସ୍ତା କାମଟା ହେଇଛି ସେଇଟା 10 ବର୍ଷ ଲାଷ୍ଟିଂ କରିବ ନା ବର୍ଷକ ଭିତରେ, ମାନେ ବିଭିନ୍ନ ଜାଗାରେ ଆମର ୱାର୍ଡ ଭିତରେ ବିଭିନ୍ନ ଜାଗାରେ ଏକରେ କାମଟା ସମ୍ପୂର୍ଣ୍ଣ ହେଇନି, ଯେତିକି ବି କାମ ହେଇଛି ବିଭିନ୍ନ ଜାଗାରେ ଦବିଗଲାଣି କାମ ଗୁଡାକ, ସବୁଆଡେ ରାସ୍ତା ଦବିଗଲାଣି। ରାସ୍ତା କାମ କେବେ ହେଇଥିଲା? ରାସ୍ତା କାମ ଏଇ 24ରେ ହେଇଥିଲା। 24ରେ ହେଇଥିଲା, ମିନିମମ୍ ବର୍ଷେ ପାଖାପାଖି କାମ ହେଇଛି। ପୁଣି କାହିଁ ଏବେ ରାସ୍ତା ଖୋଳାଯାଇଛି? ପୁଣି କିଛି ଆବଶ୍ୟକ ନଥିଲା ରାସ୍ତା ଖୋଳା ଯିବାର, କାହିଁକିନା ଆମ ସାହି ଭିତରେ ପାଣିର ଆବଶ୍ୟକ ଅଛି। ପାଣି ମାନେ ଗୋଟେ ସାଇଡରେ ପାଇପ୍ ପଡିକି ପାଣି ପାଉଛନ୍ତି ଲୋକ, କେହି ଅସୁବିଧା ବି ପାଣିର ଅସୁବିଧା ହେଇନାହାନ୍ତି ଏପର୍ଯ୍ୟନ୍ତ। ତ ପୁଣି ସେ କଣ ଏପଟେ ପୁଣି ତାଙ୍କର କାଉନ୍ସିଲର ଆମର କାମ କରୁଛନ୍ତି। ସେ ଯୋଉ ରାସ୍ତା କାମଟା ହେଇଥିଲା 14,60,000 ଟଙ୍କାର, ସେଇ ରାସ୍ତାକୁ ପୁଣି ତାଡିକିରି ତା ଭିତରେ ପାଇପ୍ ପୁରେଇକିରି ପାଣି ନେବାର ବ୍ୟବସ୍ଥା କରିଛନ୍ତି। କାହିଁକି ଏସବୁ ଯାତ୍ରା ହଉଛି? ମାନେ ରାସ୍ତା କାମ ତ କମ୍ପ୍ଲିଟ ହେଇନି ଏପର୍ଯ୍ୟନ୍ତ। ଲୋକ ରାତି ପାଇଲେ, ଆମର ଛୁଆ ପିଲା ଅଛନ୍ତି, ଲୋକ ମାନେ ବୃଦ୍ଧ ଲୋକ ବି ଅଛନ୍ତି, ଗାଡି ଚଲେଇକି ବି ଲୋକ ଯାଇପାରୁନାହାନ୍ତି। ରାସ୍ତାର ଅବସ୍ଥା ଆପଣ ତ ଭିଜୁଆଲ କରିଥିବେ, ରାସ୍ତାର ଅବସ୍ଥା ଦେଖିପାରୁଥିବେ। ନାଇଁ, ଏବେ ଆମେ ଦେଖିବାକୁ ପାଇଲୁ ଯେ ଆପଣଙ୍କର ଯୋଉ ରାସ୍ତା କାମ ହେଇଥିଲା, ଯୋଉ ତାର ଫଳକ ଏକ କାନ୍ଥ କରରେ ଲେଖା ହେଇଥିବାର ଦେଖିବାକୁ ମିଳିଛି। କାନ୍ଥ କରରେ ନୁହେଁ, ଯୋଉଠି ବାହାର ଲୋକ ପରିସ୍ରା କରିବାକୁ ଯାଆନ୍ତି, ବାହାରକୁ ଯାଆନ୍ତି, ଏଭଳି ଜାଗାରେ ମାନେ ଲୁଚିକିରି ସେ ଫଳକ ମରା ହେଇଛି, କିନ୍ତୁ କେହି ଦେଖିପାରିବେ ନାହିଁ। ବୁଝିପାରିଲେ କି? ଏଭଳି ଭାବରେ ଲୁଚିକି ଫଳକ ମରା ହେଇଛି।
ସେ ଫଳକକୁ କେହି କାହାର ଦୃଶ୍ୟମାନ କରାଯିବ ନାହିଁ। କେତେ ଟଙ୍କାର କାମ ହେଇଛି, କେତେବେଳେ ଆରମ୍ଭ ହେଇଛି, କେତେବେଳେ ଶେଷ ହେଇଛି, ସେ ଫଳକକୁ କେହି ଦେଖିପାରିବେ ନାହିଁ। ଏଇଭଳିଆ କାମ ଚାଲିଛି। ନିମ୍ନମାନର କାମ ହଉଛି, ବେପରୁଆ କାମ ହଉଛି ଆମ ଏ ୱାର୍ଡରେ। ମାନେ ଯିଏ ବି ଆମର କଣ୍ଟ୍ରାକ୍ଟର କାମ ନଉଛନ୍ତି ସେ ତ କାଉନସିଲରଙ୍କ ଅଣ୍ଡରରେ କାମ କରୁଥିବେ ନା, ନା ବିନା କାଉନସିଲରରେ ପଶି ଯାଉଛନ୍ତି ୱାର୍ଡରେ କାମ କରିବାକୁ? କାଉନସିଲର ବି ସାମିଲ ଅଛନ୍ତି ଆ ଦେହରେ। ତାମାନେ ଆପଣ କହୁଛନ୍ତି ଯେ ଠିକାଦାର ଆଉ କାଉନସିଲରଙ୍କ ମଧୁଚନ୍ଦ୍ର ନିଶ୍ଚିନ୍ତ ମଧୁଚନ୍ଦ୍ରିଆ ଚାଲିଛି। ଆଉ ତାପରେ ଆମର ବି ଅଛନ୍ତି ବିଧାୟକ, ପୂର୍ବତନ ବିଧାୟକ। ମୋର ତାଙ୍କୁ ପ୍ରଶ୍ନ, ସିଏ କଣ ଏଇଭଳି ତାଙ୍କର ମାନେ କର୍ମକର୍ତ୍ତାଙ୍କୁ ଏଇଭଳି ଭାବରେ ତାଙ୍କର ଦେଇଛନ୍ତି କି କାମ କରିବାକୁ? ଏମିତି ଚାରଣାର କାମ କରିବ, ବାରଣା ବସିକି ମାରିକି ଖାଇବ ବୋଲି? ମୋର ପ୍ରଶ୍ନ ହଉଛି ଏଇଆ। ଏବେ ଆପଣ କଣ ଚାହୁଁଛନ୍ତି? ଆମେ ଚାହୁଁଛୁ ଆମ ୱାର୍ଡ ଟାକୁ ୱାର୍ଡ ଭଳିଆ ରଖନ୍ତୁ, କାମକୁ କାମ ଭଳିଆ କରନ୍ତୁ। 5 ଲୋକ ପ୍ରଶଂସା କରିବେ ଯେ ଲୋକଟା ନେତା ହେଇଥିଲା, କାମଟା କାମ ଭଳିଆ କରିଛି, ଏ ଲୋକଟା ଆହୁରି 5 ବର୍ଷ ନେତା ହେଇକି ରହୁ। ସେଇଭଳିଆ କାମ ହବା ଦରକାର। କାମ ହେଲେ ତ ଲୋକ 5 ବର୍ଷକୁ ଆଉ 5 ବର୍ଷକୁ ସୁଯୋଗ ଦେବେ। ତ କାମ ଯଦି ନ କରିବ ତାହେଲେ ଲୋକ ତ ନିଶ୍ଚିନ୍ତ ଭାବରେ ହଟେଇବା ପାଇଁ ଚେଷ୍ଟା କରିବେ ନା। ଆମେ ଚାହୁଁଛୁ କାମଟାକୁ କାମ ଭଳିଆ କର। ଆମର ଏଇ ଚାରଣା ଖାଇକି ତମେ ଚାରଣା କାମ କରିକି ଯୋଉ ବାରଣା ମାରିକି ରଖୁଛନ୍ତି ସେ ସବୁ ଆମେ ଚାହୁଁନୁ। ଲୋକ ଉପକୃତ ହେଲା ଭଳିଆ କାମ କରନ୍ତୁ। ଆଜ୍ଞା, ମୋ ନାଁ ସୁଶାନ୍ତ ସ୍ୱାଇଁ, ଘର ଗୋଡ଼ିପାଟଣା, ପୋଷ୍ଟ ଦଲଦାର, ଜିଲ୍ଲା କଟକ। କଣ ହେଇଛି ଆପଣଙ୍କର ସମସ୍ୟା? ସମସ୍ୟା ଆଜ୍ଞା କଣ, ଏ ରାସ୍ତା ଯୋଉ ହେଇଛି, ଏ ଯୋଉ ବାଲି ଉପରେ ଇଟା ପକେଇଛନ୍ତି, ଇଏ କାମ ଠିକ ନୁହଁ। ତାପରେ ତାଡ଼ିକିରି ପାଇପ୍ ଲାଇନ୍ ନେବେ ବୋଲି କରିଛନ୍ତି। 15 ଜଣ ପଡ଼ିକି ହାତ ଗୋଡ଼ ଭାଙ୍ଗିଲାଣି। ସେ କୁଲରେ ଯାଇକି ଛଟପଟ ହଉଛନ୍ତି ଗଲା। ଆଉ ଏପଟେ ତ କାଉନସିଲର ଯାହା କାମ କରୁଛନ୍ତି, ଯାହା ମାରିଥିବେ ଜାଣିଥିବ ଆଉ। ଏଇ ଯୋଉ ରାସ୍ତା କାମ ହଉଛି, ଆପଣଙ୍କ ଯୋଉ ଫଳକ ଲାଗିଛି, ଏକ କାନ୍ଥର କଣ ଘରେ ଲାଗିଛି ଏହାର ଫଳକ, ଏହାକୁ ନେଇ କଣ କହୁଛି? ଫଳକରେ ଆମର କଣ ଅଛି? ଫଳକ ଯେତେ କୋଟି ଟଙ୍କା ହଉଛି ସେପଟେ ଯାଉଛି ସେପଟେ, ଆଉ କଣ କରିବି? ମାନେ ଆପଣ ଚାହୁଁଛନ୍ତି ଯେ ଠିକାଦାର ଆଉ କାଉନସିଲରଙ୍କ ମଧୁଚନ୍ଦ୍ର? ହଁ, ରାସ୍ତା କାମ ଟିକେ କ୍ଲିୟର ହଉନି। ଇଟା କାମ ହଉଛି, ଇଟା 10 ଦିନ ପରେ ଇଟା ପୁଣି ଖାଲ ଢିପ ହେଇକି ଲୋକ ପଢୁଛନ୍ତି। ଏବେ ଆପଣ କଣ ଚାହୁଁଛନ୍ତି? ଆମେ ଚାହୁଁଛୁ ରାସ୍ତା କିନ୍ତୁ ଭଲ ହଉ। ଆମ ଯୋଉ ଢଳେଇ ରାସ୍ତା ଥିଲା ସେଇଟା ହଉ, ଇଟା ନ ହଉ ପଛକେ। ଯେତିକି ଖୋଳୁଛନ୍ତି କାମଟା କରିଦେବେ, ଆସିଗଲା। କଟକ 14ରୁ ସୁବାସ ରାଉତଙ୍କ ରିପୋର୍ଟ, କଳିଙ୍ଗ 7 ନ୍ୟୁଜ୍।